कौन हो बाबा अंडा तरकारी टी करिया आज घरे करिया खाइबा काटिया फास्ट मतलब अंडाटा फुटिबो हला कड़े बसई सारे तेल पड़े बर्तमान अंडा तरकारी हम आज स्पेशल भात को अंडा तरकारी ना ना कि हम आ कि भजा खाली अंडा तो खाई तरकारी आईस मैंने गोटे तरकारी आ कि फास्ट अंडाटा गोटे भाजीदे भाजीदे अंडाटा कलर आसो झगड़ा लगुन कड़े लंका तेजपत्र आनी सब अच्छी धर पियाज पकेवा लूण लगा पियाज का सागे सागे सीझे कलर करा कहले आम सामान्य टिके लंका गुंड दबा टे हलदी गुंड पकड़ा हलदी लंकाटा भाजीदे पूरा कलर बाहर बर्तमान मसलाटा दिया बटा मसलाटा दि पियाज धनिया गुंड पकड़ा दबा आम जी राग खाइबा ता अनुसार लंका गुंडा दबा हलदी गुंड दबा सब जिन स्वाद अनुसार आम दबा आमर काटी ना मीट मसला देवे मसला गुंड टे गोटे दबा मीट मसला गरम मसला पकड़ दबा सब रेडी हो जाए आलूटा काट आलूटा दीदी पीस कर बर्तमान बिलातीटा दबा बिलाती काट धनिया पत्र टे काट बढ़िया कलर मसलाटा मसला जबरदस्त देखा अंडा तरकारी तो मसलाटा मेन ना अंडा कहीं जमी के गोटे तरकारी भात खाइबा अंडा तरकारी खाली मसलाटा कलर ना मसला मसली भल लगे माँ हो कौन काटल से धनिया पत्र पकेब लास्ट काट दूसरी कम कर भिडियो टी देखु घरे करूँ शेयर करूँ समस्त परिवार संग मिसिक खाए रांधु ना कौन मुझे रांधुनी
ମସଲା କଞ୍ଚା ରହିଲେ ଭଲ ଲାଗେ। ଆଳୁଟା ପଡ଼ିଲା, ଆଳୁଟା ପକେଇ ଟିକେ କଷା ହେଲା। ଆମେ ପାଣିଟା ଦେବା ବୁଝିଲ, ଆମ ତରକାରୀ ଅନୁସାରେ ମସଲା କଷି ହେଇଗଲା, ପାଣି ଦିଅ। ଆଉ ଟିକେ ଦିଅ। ଅଣ୍ଡାଟା ପଡ଼ିଲେ ଖାଲି ଡିଆଁ ମାରିବେ ଆଉ। ବର୍ତ୍ତମାନ ଝୋଳ ରେଡ଼ି ହେଇଗଲା। ଅଣ୍ଡାଟା ପକେଇବା ଏଇନି ହେଲା। ଅଣ୍ଡାଟା ପକେଇଲେ ତାପରେ ଗରମ ମସଲା ଟିକେ ଦେବା। ଅଣ୍ଡା ପଡ଼ିଲା, ଅଲରେଡ଼ି ଅଣ୍ଡାଟା ଆମର ହେଇ ଆସିଲାଣି। ଆମେ ତାକୁ କ'ଣ କରିବା, ଟିକେ ଗରମ ମସଲା ପକାଇବା। ଆଉ ଦେଖନ୍ତୁ ଗରମ ମସଲାଟା ପଡ଼ିଲା। କଲର୍ଟା ମସ୍ତ ହେଇଛି, ଝୋଳଟା ବି ସେମିତି ଦେଖାଯାଉଛି। ଧନିଆ ପତ୍ର ପକେଇ ଦେଉଛି, ହଁ, ପକେଇକି ଓହ୍ଲେଇବା ଆଉ। ତରକାରୀ ହେଇଗଲା। ବର୍ତ୍ତମାନ ଅଣ୍ଡା ତରକାରୀ ହେଇଗଲା। ଅଣ୍ଡା ତରକାରୀ ରେଡ଼ି ଆଉ। ଖାଲି କଲର୍ଟା ଦେଖନ୍ତୁ ପୁରା ଜବରଦସ୍ତ ଦେଖାଯାଉଛି। ବର୍ତ୍ତମାନ ଆମର ବଢ଼ାବଢ଼ି ଆରମ୍ଭ ହେବ। ଆଉ ମା ଆସନ ପକାଇକି ରେଡ଼ି କରିଦେଇଛନ୍ତି। ତ ବାଡ଼ି ଭିତରେ ବସିକି ଖାଇବା ଆଉ। ଦେଖନ୍ତୁ ବର୍ତ୍ତମାନ ମା ଭାତଟା ବାଢ଼ିବେ। ମା ହାଣ୍ଡିଟା ବହୁତ କଳା ହେଇଯାଇଛି ନା? ଆଜି ମଜା ହବନି। କେମିତି ମାଜୁଛ ଏତେ କଳା ହାଣ୍ଡି? ମାଜିବି ନା, କ'ଣ କରିବି? ଭାତ ବଢ଼ା ହେବ। ଅଣ୍ଡା ତରକାରୀ ରେଡ଼ି ପୁରା ଜବରଦସ୍ତ ହେଇଛି ଦେଖନ୍ତୁ ଖାଲି। ତାପରେ ଗୋଟେ ଭଜା ବି କରିଛନ୍ତି ମା, ଆଳୁ କୋବି ଆଉ ବିମ୍ସ ନା ମା? ଆଉ ଏଠି ଆମର ତ ଅଛି ଧନିଆ ପତ୍ର ଚଟଣିଟା ଆଉ। ଫାଇନାଲି ଆମର ରେଡ଼ି ହେଇଯାଇଛି। ଏଇଟା ରହିଲା ଆମର ଅଣ୍ଡା ତରକାରୀ, ଆଉ ଗୋଟେ ଭଜା, ଧନିଆ ପତ୍ର ଚଟଣି ଆଉ ଭାତ ଆଉ। ବର୍ତ୍ତମାନ ଖାଇବା ଆଉ। ବାପା ଆଗ ଖାଇଦିଅ। ଆରମ୍ଭ କରୁଛି। ବାପା ଆରମ୍ଭ କରିବେ ଖାଇବା। ତରକାରୀଟା ଖାଇକି ଦେଖ। ପୁରେ ତରକାରୀଟା ତ ବଢ଼ିଆ ହେଇଛି। ବଢ଼ିଆ ତରକାରୀ ନା ମା? କେମିତି ହେଇଛି ତରକାରୀ? ସେଟା ଆଗ ଖାଆନି। ଆଇଁଷ ଆଗ ଖାଆନ୍ତିନି ନା? ଓହୋ, ମାଆଙ୍କର ଟିକେ ନିୟମ ନୀତି ନିୟମ ସବୁ ମା ମାନନ୍ତି ଆଉ। ଆମର କିଛି ନାହିଁ। ବଢ଼ିଆ ହେଇଛି ନା? ବଢ଼ିଆ ହେଇଛି। ଆଉ ତରକାରୀଟା ବାପା କରୁଛନ୍ତି ଯେ। ଆଉ ବଢ଼ିଆ ହେଇଛି ନା? ତୁ ଖା। ବର୍ତ୍ତମାନ ଆମେ ଆରମ୍ଭ କରିଦେବା ଆଉ। ପ୍ରଥମ ଟିକେ ଭାତ ଟିକେ ନେଇ ଆସିକି ଆଗ ଟିକେ ଝୋଳ ଢାଳିଦେବା ଏଥିରେ। ଆଳୁ ଗୋଟେ କାଢ଼ିକି ଦେବା। ଆଳୁ ଟିକେ ଝୋଳ ଦଳିକି, ଶୁଖିଲା ଲଙ୍କା ଗୋଟେ ଡିଷ୍ଟର୍ବ କଲାଣି ଏଠି। ତାପରେ ଏଇଟା ଗଳେଇକି ବଢ଼ିଆ ସେ ଆରମ୍ଭ କରିବା ପ୍ରଥମଟା ଆଉ। ପୁରା ଜବରଦସ୍ତ ଖାଇବା ଦ୍ୱିପହରେ ଆଜି ହେଲା। ତରକାରୀଟା ବହୁତ ବଢ଼ିଆ ହେଇଛି ବାପା। ହଁ, ବଢ଼ିଆ ହେଇଛି। ଭଜା ଟିକେ ଖାଇଦେବା। ଭଜା ତମେ କରିଛ? ଭଲ ହେଇଛି। ଭଜା ମୁଁ କରିଛି। ତ ଅଣ୍ଡା ଟିକେ ଖାଇଦେବା। ଚଟଣିଟା ବି ବଢ଼ିଆ ହେଇଛି। ବାଡ଼ିରେ ବସିକି ଖିଆ ହେଉଛି ବଢ଼ିଆ ଆଉ। ଚଟଣିଟା ମୋର ସାନ ବେଳୁ ଗୋଟେ ଅଭ୍ୟାସ ଅଛି। ଅଣ୍ଡା କେଶରଟା ମୁଁ ଖାଉନଥିଲି ନା ମା ଛୁଆବେଳେ। ତ ମା କ'ଣ କରୁଥିଲେ ନା
ମାଆ କ'ଣ କରୁଥିଲେ ଅଣ୍ଡା କେଶର ସହ ଅଣ୍ଡାଟାକୁ ଏମିତି ଝୋଳରେ ଦଳି ଦେଉଥିଲେ। ପୁରା ଏମିତି ଦଳି ଦେବେ, ଝୋଳ ସାଙ୍ଗରେ ତାକୁ ଏଠି ମିଶାଇକି ଦଳି ଦେବେ। ଏଇ ଅଣ୍ଡାଟା ବି ପକାଇଦେବା। ଇଏ ଗୋଟେ ପାଗ ହେଇଗଲା ଆମର। ଏମିତି ଥରେ ଖାଇକି ଦେଖନ୍ତୁ। ଯଦି ଛୋଟ ଛୁଆମାନେ ଅଣ୍ଡା କେଶର ଖାଉନାହାନ୍ତି ତାଙ୍କୁ ଏମିତି କରିକି ଖୁଆନ୍ତୁ, ତାପରେ ଏଇଟା ଖାଇବେ। ଆଉ ଏଇଟା ଗୋଟେ ଗୋଟେ ଅଲଗା ଟାଇପ୍ର ଟେଷ୍ଟ ଆସିବ। ଭାତ ସାଙ୍ଗରେ ଅଣ୍ଡା ଝୋଳ ଯେଉଁ ଭଙ୍ଗା ହେଲା ସବୁ ଗୁଣ୍ଡ, ବଢ଼ିଆ। ଛୁଆକୁ କେମିତି ଖାଏ ନା। ସରିଲା, ଥାଳି ପୁରା ସଫା ଦେଖନ୍ତୁ, ସବୁ ପୁରା ଚାଟିକି ସଫା କରିଦେଲି। ବାପା ଆଗ ଖାଇଦେଲେ, ମାଆଙ୍କର ବି ସଫା। ମା ସରିଲା ତ? କଞ୍ଚା ଲଙ୍କାଟା ପକେଇଥିଲି ତ, ଏଇଟା ଖାଲି ରହିଲା ଆଉ ଭଜାରେ ଆଉ। ଓହୋ, ସେଟା ଖାଇଦେଲନି? ବହୁତ ରାଗ ନା। ହଉ, ସଫା ସରିଲା ଖାଇବା ଆଉ କ'ଣ। ଖିଆପିଆ ସରିଲା। ଆଉ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ପୁଣି ଦେଖା ହେବ ଗୋଟେ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।